সেটা কহবা ମୋ ପକ୍ଷେ ଏତେ ତାର ଯୋଉ ସ୍ୱପ୍ନ ଦେଖିଥିଲା ଏଇ ପଞ୍ଚାୟତ ଯୋଜନା ଭଗବାନ ତାର ପାଖରେ ରଖିଲେନି, କିନ୍ତୁ ଆମେ ତାର ସେଇ ଯୋଜନାକୁ ଏଇପରି ଭାବେ ଫଳପ୍ରଦ କରି ସ୍ୱପ୍ନ କିପରି ଜୀବିତ ରହିବ ଏ ଅଞ୍ଚଳରେ। ଯେତେ ପଞ୍ଚାୟତ ଅଛି ସବୁ ଜାଗାରେ ତାର ନେତୃତ୍ୱ ନେବାର ଛାପ ଥିଲା। ଏଠି ତ ସମସ୍ତେ ଭଲ ପାଉଛନ୍ତି, ସବୁ ପଞ୍ଚାୟତ ଲୋକ ବି ତ ବହୁତ ଭଲ ପାଉଥିଲେ। ଜୀବିତ କରି ରଖିବା ସମସ୍ତଙ୍କ ହୃଦୟରେ, ସେଥିପାଇଁ ଆମେ ଆଜି ବସିବାର ପ୍ରୟାସ। ଆତ୍ମାର ପ୍ରଗତି ହଉ ଏତିକି। ଆଉ ଏଇ ଯୋଉ ସଂଗଠନ କରାଯାଉଛି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଧାରେ ଏ ସଂଗଠନରେ ପ୍ରେସିଡେଣ୍ଟ, ସେକ୍ରେଟାରୀ, କେସିୟର ଆଉ ଅନ୍ୟ ସମସ୍ତ ମେମ୍ବର ମାନଙ୍କୁ ନେଇ ଏ ସଂଗଠନ ହଠାତ୍ ଧରନ୍ତୁ ଗୋଟେ କାହାର କିଛି ଆକ୍ସିଡେଣ୍ଟ ହେଲା, ସେ ଯାଇକି ସେଠି ସାଙ୍ଗେ ସାଙ୍ଗେ ଗୋଟେ ଭୋରରେ ସେ ଯାଇକି ସେଠି ପହଞ୍ଚିବ, ଯାହା ତାର କାର୍ଯ୍ୟକ୍ରମ ଯାହା କିଛି କରିବା ସେ ସବୁ କରିପାରୁଥିଲା। ତାର ଦକ୍ଷତା ଏପରି ଦକ୍ଷତା ଥିଲା ଯେ କି ତାକୁ କେହି, ସେ ଆମ ପାଖରେ ଆଜି ନଥିଲେ ମଧ୍ୟ ତାକୁ କେହି ମାନେ ଭୁଲି ପାରୁନାହାନ୍ତି କି ଭୁଲି ପାରିବେ ନାହିଁ ମଧ୍ୟ। କୋଉଠି ବାଟେ ଦେଖିବ ଭାଇ, ଏ ଯୋଉ ଲମ୍ବା ଡାକଟା ମତେ ବହୁତ ଭଲ ଲାଗେ। ଛୋଟିଆ ଉଦାହରଣ ମୁଁ ଦଉଛି ମୋ ନିଜ ଅନୁଭୂତି। ନା ମୁକୁଟରେ ସେ ରାଜା ଥିଲା, ରାଜାର ମୁକୁଟ ବିନା ତ ଭଗବାନ ସହିଲେ। ମୁଁ ମୋ ଅନୁଭୂତି କହୁଛି, ମୁଁ ଜାଣିଛି ମୋର ଗୋଟେ କାମ ଥିଲା, ମାନେ ଯୋଉଟା କି ଧାର ଧର କରୁଛି ଭୁବନେଶ୍ୱରରେ, ସେ କାମ କରିବାକୁ ପଡିବ, ସେଠି ଯିବାକୁ ପଡିବ। ବିନା ପଇସାରେ ଗୋଟାଏ ଫୋନରେ ମୋର କାମ 28ଟା ପଞ୍ଚାୟତ ତା ଭିତରେ ସେ 1 ନମ୍ବର ହେଇଗଲା। ଆମେ ଜାଣିନଥିଲୁ ସେ ଅଧା ବାଟରେ ଆମକୁ ହାତ ଛାଡିକି ଚାଲିଯିବ ବୋଲି। ଚିନ୍ତାଧାରା ଏତେ ତୀକ୍ଷ୍ଣ ଥିଲା, କଣ କଲା ସଦର ଭାଇଙ୍କୁ ଆମେ ନିଜର ଆଇଡିଓଲୋଜି ବୋଲି ଭାବୁ, ନିଜର ଆଦର୍ଶ ବୋଲି ଭାବୁ। ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହିତ ମିଶିଛି, ତାଙ୍କ ସହିତ ବସିଛି, ତାଙ୍କ ସହିତ ଖାଇଛୁ, ଥାନା ପାଣି ଯୋଉଠି ଯାହା କିଛି ଯାଇଛୁ। ସରୋଜ ଭାଇଙ୍କର ଯାହା ଲକ୍ଷ୍ୟ ଥିଲା, ଅଧିକ ସ୍ୱପ୍ନ ତାକୁ ଆଗକୁ ନଉଛୁ। ଯାହାକୁ ନିଆରା ପଦକ୍ଷେପ ଏଇଥିପାଇଁ କହୁଛି, ଯଦି ଆମେ ସରୋଜ ଭାଇ ଚାଲିଗଲା ପରେ ରାଜନୈତିକ ସଂସ୍ଥାରେ ଯୋଡ଼ିଥାନ୍ତେ, ତାହେଲେ ସରୋଜ ଭାଇ ଆଉ ପରିଚାଳିତ ହେଇପାରିଥାନ୍ତେ। ଏକ ନିର୍ଦ୍ଦିଷ୍ଟ ଦଳ କିମ୍ବା କିଛି ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନଥିଲେ। ସେଥିପାଇଁ ଯେହେତୁ ସେବା ସଂଗଠନ କରାଯାଇଛି, ତାହା ଦ୍ୱାରା ଅଧିକ ପରିବ୍ୟାପ୍ତ ହେଇପାରିବେ ସରୋଜ ଭାଇ, ତାଙ୍କ ସ୍ମୃତିକା ବାଣ୍ଟି ପାରିବେ। ସଂଗଠନ ଭାଇ ମତେ ଭାଇ ଡାକୁଛନ୍ତି, ଆପଣ ଗୋଟେ ବଡ ହେବେ, ମୁଁ ସାନ ହେବି। ମୋର କଥାବାର୍ତ୍ତା ପଡ଼ିଲା, ମୁଁ କହିଲି ଭାଇ କେମିତି ସେ ତ ମହାଦେବ କାକଟପୁର ସରପଞ୍ଚ, ଆଉ ସେ ହାତୀ ହେଲେ ଆମେ ପିମ୍ପୁଡ଼ି, ନା ଭାଇ ପିମ୍ପୁଡ଼ିଟା ଯଦି ହାତୀ କାନରେ ଗଳିଗଲା କ'ଣ ହବ? ତେଣୁ ଆପଣ ଯଦି ମାନେ ଲୋକଙ୍କ ପାଇଁ କାମ କରିବା ପାଇଁ ଚାହୁଁଛନ୍ତି, ତାହେଲେ ରାଜନୀତିକୁ ଆସନ୍ତୁ। ଯଦି ଲୋକଙ୍କ ପାଇଁ ରାଜନୀତି ମାନେ କାମ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏମିତି କାହିଁ କାମ କରିତେ ଆସିବେ? ଯେତେବେଳେ କଲେଜରେ ନୂଆ ନୂଆ ପାଦ ରଖି ସରୋଜ ଭାଇଙ୍କ ସହିତ ସଂସ୍ପର୍ଶରେ ଆସିଲି, ତାଙ୍କଠୁ ଜୀବନର ପ୍ରତିଟି ଜିନିଷ ମୁଁ ଶିଖିଛି। ଖାଲି ରାଜନୀତି ନୁହେଁ, ଖାଲି ସମାଜ ସେବା ନୁହେଁ, ସବୁ ଜିନିଷ ସେ ଗାଇଡ୍ କରୁଥିଲେ। ଏମିତି ନଥିଲା ଯେ ସାକ୍ଷରତା ଥିଲେ ବୋଲି ଆମେ ସବୁବେଳେ କହୁଥିଲେ ଆଶା ସହିତ ଭଲ ବୋଲି। ସବୁବେଳେ ସେ କହୁଥିଲେ ଜୀବନରେ କିଛି ନା କିଛି ଲକ୍ଷ୍ୟ ନେଇକି ଜନ୍ମ ନେଇଛ, ଲକ୍ଷ୍ୟ ପୂର୍ଣ୍ଣ ଦିଗରେ କାମ କର, ତା ସହିତ ସମାଜ ପାଇଁ କିଛି କର୍ତ୍ତବ୍ୟ ଅଛି ଯୋଉଟାକୁ ଆମକୁ କରିବାକୁ ପଡ଼ିବ। ଭଗବାନ ଆମକୁ ଜନ୍ମ ଦେଇଛନ୍ତି କେବଳ ନିଜ ପାଇଁ ବଞ୍ଚିବା, ସବୁବେଳେ ସେ କହୁଥିଲେ। ସ୍ୱପ୍ନ ନେଇ ଆସିଥିଲ ଏଇ ପଥେ, କେତେ ସ୍ୱପ୍ନ ନେଇ ଆସିଥିଲ ଏଇ ପଥେ, ଲୋକଙ୍କ ସେବାରେ ନିଜକୁ ଦେଇଥିଲ ସମର୍ପି ତୁମରି ହାତେ। ତୁମରି ଜ୍ଞାନ ଥିଲା ସତେ ପରିପୂର୍ଣ୍ଣ ସାଗର, ପ୍ରତିଟି କାର୍ଯ୍ୟ ତୁମର ଥିଲା ଶ୍ରେଷ୍ଠ ଓ ସୁନ୍ଦର। ହେ ପ୍ରିୟ ସରୋଜ ଭାଇ, ଶେଷ ପ୍ରଣାମ ତୁମ ପଦେ, ଅମର ରୂପ ତୁମ ଆତ୍ମା ସାଇଲ ଗ୍ରାମର ସ୍ଥାନ। ସରୋଜ ଭାଇଙ୍କ ଆତ୍ମା ଶାନ୍ତିରେ ରହୁ, ତାଙ୍କର ଆଦର୍ଶ ସଂଘର୍ଷର ସବୁଦିନ ପାଇଁ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହୁ। ଆମର ନିରଞ୍ଜନ ସୁତାର ପାଖରେ ଛାଇ ଭଳି ଠିଆ ହେଇଥିବା ସରୋଜ ଆଜି ଆପଣଙ୍କୁ ସମ୍ମାନ ଜଣାଉଛି। ତା ସ୍ମୃତିରେ
କଥା ମନେ ପକାଇବା, ତା କଥା ବଖାଣିବା, ସମ୍ବନ୍ଧରେ ଅନେକ ଘଟିବା, ମାତ୍ର ଗୋଟିଏ କଥାକୁ ସୁଝଉଛି, ସେଟା ହଉଛି ଯେ ତାଙ୍କ ଅବର୍ତ୍ତମାନରେ ଆମେ ସମୟ ଦେଇ ଜାଣିଛୁ, ଦେଇ ପାରୁଛୁ ଆଉ ଦବାର ପ୍ରତିଶୋଧ ଯାହାକି ସଂଗଠନକୁ ବୁଝାଉଛି। ବାସ୍ତବରେ ଫୁଲର ସୌରଭ ଥିଲେ ସୌରଭମଣ୍ଡିତ ହୋଇଅଛି ବୋଲି ଆଦର ନ ହୋଇ ଫୁଲ ଉତ୍ତମ ଗୁଣରେ ହୋଇଲେ ଭୂଷିତ ବଢିବ ଜୀବନ। ଯେତେବେଳେ ଭାଇ ମେଡିକାଲରେ ଥାନ୍ତି ମୋ ବାପାଙ୍କ କ୍ଲିନିକ ପାଖରେ ସେ ଡାୟାଲିସିସ୍ ହୁଅନ୍ତି। ଆଉ ଭାଇଙ୍କୁ ମୁଁ ଫୋନ କରେ, ଭାଇ କେମିତି ଅଛ? ଭାଇ ଆଗେ ପଚାରିବେ ବାପାଙ୍କ ଦେହ କେମିତି ଅଛି। ସିଏ ମେଡିକାଲରେ ଥାନ୍ତି କିନ୍ତୁ ପଚାରେ ବାପାଙ୍କ ଦେହ କେମିତି ଅଛି, ଡାୟାଲିସିସ୍ ହଉଛନ୍ତି ନା ହଉନାହାନ୍ତି। ଭାଇ ହଉଛନ୍ତି ତମ ଦେହ ନା ମୁଁ କଣ ଅଛି, ମୋର କିଛି ମୁଁ ଭଲ ହେଇଛି, ମୁଁ ଯାଇ ପାଖରେ